ଖରା ସମ୍ଭାଳି ହେଇପାରୁନି। କେମିତି କି ବର୍ଷ ଚାଷ ହବ? 50 ଦିନିଆ ପାଳକ, ବର୍ଷା ନାହିଁ, କି ଚାଷ ହବ? ଆଗେ ଆଉ ବାପା ଯା କହୁଥିଲେ ଚାଷ ଅଛି ଯାହାର କି ଆନନ୍ଦ ତାହାର। ଏ ଖରାରେ ସମ୍ଭାଳି ହେଇପାରୁନି, ଚାଷ ହେଇପାରିବ? ଏ ଦାଦା ଏ ଖରାରେ କଣ ହେଇଛି ବଇଛ? ଏ ଲାଇନ୍ କଟି ଯାଇଛି, ଏଠି ଆସିଟେ ବଇଛି, ଗାମୁଛାରେ ବିଛଣା ବିଞ୍ଚିଲା ଭଳିଆ ବିଞ୍ଚି ବଇଛି ଆଉ। ଓହୋ ସେଇଆ ସବୁଆଡେ ତ ସେଇଆ ଆଉ। ସେ କଣ ଆଉ ଲାଇନ ରଖୁଛନ୍ତି? ଘଣ୍ଟେ ପରେ ଘଣ୍ଟେ ଖାଲି କଟା ହଉଛି। କଣ ଏ ବର୍ଷ କଣ ଚାଷ ବାସ କିଛି କରିହବନି ନା କଣ? ଏ ବର୍ଷ ଚାଷ 50 ଦିନିଆ ପାଳକ, ବର୍ଷା ନାହିଁ। ଆଗ ତୁରା ସବୁ କାମ ହବା କଥା, ଏବେ ତ ବର୍ଷା ନାହିଁ, କି କାମ ହବ ଆଉ? ଆଗରୁ ଆମେ କଥା ଶୁଣି ଆଇଛୁ ଚାଷ ତର ତର ବଣିଜ ମଠ। ହଁ, ପୁଣି କହନ୍ତି କଣ ନା ଚାଷ ଅଛି ଯାହାର କି ଆନନ୍ଦ ତାହାର କହୁଥିଲେ ଆଗେ ବାପା ଯା କହୁଥିଲେ। ବାସ୍ ଏବେ କିନ୍ତୁ ଗୋଟେ ନୂଆ ଫର୍ମୁଲା ଜଣା ପଡୁଛି। କଣ ନା ଚାଷ ଅଛି ଯାହାର କି କଷ୍ଟ ତାହାର। କାହିଁ କହିଲି କହିଲ? କାହିଁକି କହୁଛି ଯେ ଆମେ ଯେତେବେଳେ ପ୍ରଥମେ ଧାନ ବିହନ ଆଣିବାକୁ ଯାଉଛୁ, ଧାନ ବିହନ ବୁଣିବା ଦିନ ଠାରୁ ଆମେ ଲୋକ ଖୋଜିବା ଆରମ୍ଭ କରୁଛୁ। କେମିତି ହଳ ହବ, କେମିତି ରୁଆ ହବ, କେମିତି ଅମଳ ହବ, ମାନେ ଏମିତି କି ଧାନ କଟା ଅମଳ ପର୍ଯ୍ୟନ୍ତ ସବୁ ଭୁଲିଗଲେଣି। ସବୁ ଆମେ ଭୁଲିଗଲୁଣି, ପର ଉପରେ ନିର୍ଭର କରୁଛୁ। ତା ପୁଣି ବାରିପଦା ମୟୂରଭଞ୍ଜ ଲୋକ ଆସିବେ, ଆମ ଏଠିକା ଲୋକ କେହି ନାହାନ୍ତି, କାମକୁ ବି ଯାଉନାହାନ୍ତି। ସିଏ ଚାଉଳ ମିଳିବା ଦିନ ଠାରୁ ସିଏ ପୁରା ବି ଖୋଡିଆ ହେଇଗଲେ, ଘରେ ବସିଲେ, ଯାହା କଲେ ଯେତିକି କଲେ ଖାଇଲେ। ତେଣୁ ମୁଁ ସେଇଥିପାଇଁ ଏ କଥାଟା କହିଲି। ସେ ବାପା ଅଜା ଜେଜ ଅମଳରେ ଯୋଉ କଥାଟା ଥିଲା ଯେ ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେ ଉକ୍ତି ଆଉ ବୋଧେ ଲିଭିଯିବ। କାହିଁକି କହିଲ? ଧୀରେ ଧୀରେ ସଭ୍ୟତାର ବିକାଶ ହେଇଗଲା। ଯେମିତି ବଳଦ ଗାଡ଼ି ଥିଲା, ଯେମିତି ଶଗଡ଼ ଥିଲା। ମୁଁ ଚିନ୍ତା କରିଛି ଧାନ ବିହନ କୋଉଠୁ ଆଇଲେ ଭଲ ହବ। କାହିଁକି ନା ଆଗେ ଆମେ କଳା କୁଡ଼ା 1018 ବର୍ଷା ଧାନ ବିଭିନ୍ନ ପ୍ରକାର ଧାନ ରଖୁଥିଲୁ। ସେ ବିହନରେ ବିହନ ହଉଥିଲା। ଏବେ ତ ସଭ୍ୟତା ବିକାଶ, ଆଧୁନିକ ସଭ୍ୟତାରେ ଅମଳ ଅଧିକା ହାଇବ୍ରିଡ କିସମର ସବୁ ଦରକାର ହେଲା। ଆଉ କୋଉ ଧାନଟା ଭଲ ପଡିବ ମୁଁ ତ ଜାଣିନି। ତା ଛଡା ମୁଁ ଗୋଟା ଶୁଣିଥିଲି କାଳେ ଇଆଡେ ଆଗରେ ଗୋଟା କୋଉଠି ଦୋକାନ ଅଛି। ଅଛି ଆଗରେ ଗୋଟେ ଦୋକାନ ଅଛି, ସେ ଲକ୍ଷ୍ମୀ ସିଡ୍ସ ବୋଲି ଲେଖା ହେଇଛି। ଆଚ୍ଛା, ତା ନାଁ ରବି। ସିଏ ଭଲ ଭଲ ଜାତିର ଧାନ ଆଣି। ହଁ, ଆଚ୍ଛା, ସିଏ କଣ ଧାନ ବେପାର କରେ? ହଁ, ଧାନ ବେପାର 5-7 ବର୍ଷ ହେଲା କଲାଣି। ଆରେ ଭାଇ, ସେ ଖବର ଜଣେ ମତେ କହିଲା। ଆଉ ମୁଁ ଯାଏ ଦେଖେ। ଏଇଠୁ କେତେ ବାଟ ପାଖାପାଖି ଗଲେ ହବ? ଏଇ ଅଳ୍ପ 1 କିଲୋମିଟର ହବ। 1 କିଲୋମିଟର ଭିତରେ 1 କିଲୋମିଟର। ତାହେଲେ ସେଇଠି ଲେଖା ହେଇଥିବ ତ ଲକ୍ଷ୍ମୀ ସିଡ୍ସ। ଲକ୍ଷ୍ମୀ ସିଡ୍ସ ଦେଖିଦେଲେ ପଚାରିଦେଲେ ହବ। ଆଉ ଏବେ ଖୋଲା ଥବ? ହଁ, ଏବେ ଖୋଲା ଥବ। ସେ ଦିନ ରାତି ତ ଖୋଲେ, ଧାନ ବିହନ ବେଳେ ଦିନ ରାତି ଖୋଲେ। ତାହେଲେ ମୁଁ ଟିକେ ଯାଏ ଦେଖି ଆସେ କଣ କଣ ବିହନ ଅଛି। ତା ଛଡା ବାପା ବି କହୁଥିଲେ ଏ ବର୍ଷ ଟିକେ କାହିଁ 50 ଦିନିଆ ପାଳକ ଦେଖି ଚାହିଁ ଆମକୁ ଟିକେ ଆଣିବାକୁ ପଡିବ। ଆଉ ମୁଁ ଯାଏ ଦେଖେ ଭେରାଇଟି କଣ ଅଛି। ଆଉ ତମେ ଆଣିଲଣି ଧାନ? ମୁଁ ଆଣିନି, ଆଣିବି ଆଉ। ଆମ ପାଖରେ ତ ଘର ପାଖରେ। ଆଉ ହଉ ଦାଦା ରହିଲି। ହଉ ଆସୁଛି। ହଉ। ଆଚ୍ଛା, ଏଇଠି ଆସି ପହଞ୍ଚିଗଲି ନା କଣ? ଲେଖା ହେଇଛି ତ ମା ଲକ୍ଷ୍ମୀ ସିଡ୍ସ। ଆଉ ଧାନ ବିହନ ବି ଥୁଆ ହେଇଛି। ବୋଧେ ଏଗୁଡ଼ା କଣ ପଚାରିଲେ ହବ, ଦେଖିବା। ନମସ୍କାର। ଆପଣଙ୍କ ନାଁ ରବି ବାବୁ? ଆଜ୍ଞା। ଆଚ୍ଛା ଆଚ୍ଛା, ଆଉ ଆପଣ ଧାନ ବିହନ ବିକୁଛନ୍ତି? ତମ ଆଖିରେ କଣ ଡ୍ୟାସ୍ ମରା ହେଇଛି? ଆଜ୍ଞା, ଉପରେ ନେବେ ନା ତଳେ ନେବେ? ମାନେ ଉଚ୍ଚ ଜମି ନା ଖାଲ ଜମି? ନାଇଁ ନାଇଁ, ମୁଁ ଭାରି ଉପର ଜମିକୁ ଭାରି ଭଲ ପାଏ। ତା ଛଡା ଉପର ସରୁ ଚାଉଳ ଆଉ ଖାଇବା ପାଇଁ ଭାରି ଆନନ୍ଦଦାୟକ। ଆଉ ତାର ବାସ୍ନା ବି ନିଆରା। ଆଉ ଉପର ଜମି ଅଛି, ଖାଲ ବି ବିଲ ଅଛି। ତା ଛଡା ଗୋଟେ କଥା ଆଜ୍ଞା ମୁଁ ଆପଣଙ୍କୁ ପଚାରିବାର ଥିଲା। ଗୋଟେ ଅଛି ଘଇତାମରା ପାଟ, ସେଠି କଣ ଲଗେଇଲେ, କୋଉ ଧାନ ବିହନ କଲେ ଭଲ ହୁଅନ୍ତା? ଅଜବ କଥା କହୁଛ। ତମର ଘଇଦାମାରି ପାଟ ହଉ କି ମାଇପ ଛଡା ପାଟ ହଉ, ମୋର ସେତେ ଯାସ କଣ ଅଛି? ତମେ କୋଉ ଧାନ କଣ ନବ ସେତିକି କହିଲେ ମୁଁ ଦେବି। ନାଇଁ, ସେମିତି କିଛି ନାହିଁ। ମୁଁ ଭାବୁଥିଲି କଣ ନା, ଯେହେତୁ ଆର ବର୍ଷ ଯାହା ହେଇଥିଲା, ଏ ବର୍ଷ ଏକର ପାଟ ଆଉ ସେକର ପାଟ ଯୋଉଟା ଘଇତାମରା କହିଲି, ସେ ପାଟଟା ଖାଲ ଜମିଟା, ଆଉ ଏକରଟା ଉଚ୍ଚ ଜମିଟା। ଆଉ କଣ କଲେ ସେଇଟା ଅଧିକା, ଆପଣଙ୍କର ଯେହେତୁ ଅଭିଜ୍ଞତା ଥିବ, କାହିଁକି ନା ଆପଣ ଧାନ ବିହନ ବିକୁଛନ୍ତି। ଯାଉନାହାନ୍ତି, ଭିତରେ ବହୁତ ଧାନ ଅଛି, ଷ୍ଟକ୍ ଅଛି, ଦେଖି ଦେଇ ଆସିବେ। ଭିତରେ କିଏ ଅଛନ୍ତି? ଅଛନ୍ତି, ଆମ ପିଲା ଅଛନ୍ତି, ଦେଖିବ। ପୁରା ପଳେଇ ଆଇଛନ୍ତି। ଆଗରୁ ଥର ଆର୍ଟ କାମ କରିଥିଲି, ମୋର ଠିକ ଥିଲା। ଏ ବେପାର କରିକି ମଣିଷ ପସ୍ତେଇ ହେଇଗଲା। ହଁ, କିଏ କହୁଛି କେତେ କିଲୋ ହବ, କିଏ କହୁଛି
କେତେ ପାଣିଲେ କି ଧାନ ହବ ଏଇଟା କଣ କରିବ ବେପାର ନ କରିବ ନାହିଁ ଆଙ୍କୁ ଏମିତି ପ୍ରଶ୍ନର ଉତ୍ତର ଦେଇପାରିବନି। କେତେ ଦିନିଆ ଧାନ କଣ ଏମିତି ଶଳା କିଏ ଭଜକଟ ବେପାର ମାସେ ହବ ଏ ଚାଲିବ ଏ ବେପାର ଏମିତି ଆଉ ମୁଣ୍ଡଟାକୁ ଖରାପ କରିଦେବେ ଲୋକ। ଭାଇ ଭାଇ କଣ ହେଲା? ବାପା ପଠେଇଲେ ମୁଁ କଣ କରିବି? ତମ ପାଖରେ ଆମେରିକା ଓଡିଶା କଲିକତା ଅଛି କି? ଆରେ ସେ ସବୁ ଧାନ ମୁଁ ତ ବିକିଲା ଦିନ ଠାରୁ ଜାଣିନି। ଆମେରିକା କଲିକତା ଓଡିଶା ଏ କଣ? କଣ ହେଇଛି ବୁଝିପାରୁନ? ଆମେରିକା କଣ କଲିକତା କଣ ଓଡିଶା କଣ? ବାପା କହିଲେ ଧାନ କଥା କିନ୍ତୁ ମନେ ରହିବନି ବୋଲି ଇଏ ସର୍ଟକଟ ରେ କରିଦେଲେ କଣ ନା ଆମେରିକା କଲିକତା ଆଉ ଓଡିଶା। ଆମେରିକା କଣ ନା ବାରାକ ଓବାମା ରାଷ୍ଟ୍ରପତି ଥିଲେ। ଓବାମା ନାଁରେ ଯେତେବେଳେ ଚାଲିଲା ଲୋକମାନେ ପ୍ରଶଂସା କଲେ ଓବାମା ଧାନ ଭଲ ହଉଛି କଳା ଚମା ପାଖି। ତା ଛଡା କଲିକତାର ଯୋଉଟା କହୁଛି ମମତା ଧାନ ସେ ଯୋଉ ଧାନଟା ସେ ଧାନଟା କଣ ନା ଉଚ୍ଚ ପାଗ ବିଲ ସିଏ ଗୋଟେ ନୂଆ ଭେରାଇଟି ଏବେ ଆସିଲା। ତାପରେ ପରେ ପୁଣି ବର୍ଷା ଧାନ ଯୋଉଟା କି ଆଣ୍ଠୁଏ ପାଣି କଣ ଅଣ୍ଟାଏ ପାଣିରେ ବି ଲଢିବ ଆଉ ପେଣ୍ଡା ବି ବଡ 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 ପେଣ୍ଡା। ଆଉ ଅଧିକାଟା କହିବି କଣ? ତମେ ତ ଧାନ ବେପାର କରୁଛ। ମୁଁ କେମିତି ଏକଥା ଜାଣିଲି ଜାଣିଛ? ମୁଁ ଜାଣିଲି କଣ ମୁଁ ଦିନେ ଏମିତି ଆସୁଥିଲି ଗାଁ ଛକରେ ଗୋଟେ ଆଗରେ ଆଲୋଚନା ହଉଥିଲା। ମୁଁ କହିଲି ଏମିତି ସର୍ଟକଟରେ ଆଲୋଚନା। ଆରେ ରବି ଆରେ ବର୍ଷା କେବେ ହବ? ଆରେ ମୁଁ କଣ ପାଣିପାଗର ଅଫିସର? ଆରେ ମତେ ପଚାରୁଛ? ମତେ ପଚାରିଲେ ମୁଁ କଣ କହିବି? ଆଉ ତୁ ଯଦି ପାଣିପାଗ ବିଷୟରେ ନ ଜାଣିଛୁ ନ କହିପାରିବୁ ତାହେଲେ ଆମେ ନେଇକି ଧାନ ବୁଣିବୁ କେମିତି? ଖରଡି ବୁଣି ଏତେ ଗଛ ନହେଲା ପୁଣି ଆଉଥରେ କିଣିବୁ ଧାନ? ତୁ ତ ଧାନ ବିହନ ମାଗଣା ଦବୁ। ଆରେ ଏଠି ତ ଦୋକାନ ଖୋଲୁ ଖୋଲୁ ବାକି ଏଠି ପଇସା ଦେବେ କଣ? ହଁ ନେଲି ବା ଏଇ ଯୋଉ ଜିଏମ୍ସ ର 155 ରୁ 160 ଦିନିଆ। ତାପରେ ଆଉ ଗୋଟେ ନେଇଛି ଆମର ସେଇଟା ହଉଛି ଭୂଲକ୍ଷ୍ମୀର BLS 1129 ସିଏ ବି 145 ରୁ 150 ଦିନିଆ। ଏଇ ଦିଟା ନେଇଯାଉଛି ଆଉ ଯାହା ଦରକାର ପଡିବ ନବା ଆଉ। ସେଠି ଯୋଉ 5,000 ଟଙ୍କା ଦେବା ତାକୁ ଦେଇଦେଇଛନ୍ତି। ମୁଁ ଯାଇ ପହଞ୍ଚୁଛି ଆଉ। ଭାଇ ଏ ହିସାବ କରିଦେଲେ ଏ ଦିଟା କେତେ ହେଲା କଣ? ଆଉ ମୁଁ ଆସିବି ଆହୁରି ବି ନେବି। ଏ ଦିଟା ଏବେ ଖାଲି ଯାଇଥାଉ। ଆରେ ରଖ ହଉ ରହିଲି। ଯୋଉ ଏ ଦିଟା ହିସାବ କରିଦିଅ ଆଉ ମୁଁ ଆସିବି ପୁଣି। ଆଉ ଯୋଉ ବିଲ ରହିଲା ଏଇଟା ଗଲା ଘଇତା ମରା ପାଟରେ ସେଇଟା ଲାଗିବ ଆମର ସେକର ଉପର ବିଲ ଉଚ୍ଚ ବିଲ ଅଛି ଏଇଟା ପାଟ ଜମି। ଆଉ ଯାହା ଯେମିତି ହଉ ଆଡଜଷ୍ଟ କରିଦେବି ଆହୁରି ନେବି। ଟିକେ ହିସାବ କରିଦେଲ। ନିଅ ତମର ଚିଠା ହେଇଗଲା। ନିଅ 1570 ଟଙ୍କା ହଉଛି। ଦେଲ ଓହୋ 1570 ହେଇଗଲା ଏଇ ଦି ପ୍ୟାକେଟରେ। ଦେଖେ ପଇସା ଆପଣଙ୍କର ବୁଡିବନି ବା। ତା ଛଡା ଆମେ ଯୋଉଠୁ ଆଣୁଛୁ ସବୁ ନଗଦ କ୍ୟାସ ଆଉ। ଓହୋ 100 ଟଙ୍କା ଅଛି। ଗୋଟେ କାମ କରନ୍ତୁ 100 ଟଙ୍କା ପେଡ୍ କରିଦେଇଥାନ୍ତୁ। ଆଉ ମୁଁ ହେଇ ଗଲି ଆଇଲି ନଚେତ ନାହିଁ କାଲି ସକାଳେ ଯାଏ ଆସିଲେ ଆପଣଙ୍କୁ ଦେଇଦେବି ଆଉ। ରଖିଥାଅ ମୋ ଭାଇଟା କିଏ ଲୋ ମୋ କତିରେ ଆଉ ନାହିଁ। ମୁଁ ନିହାତି କାଲି ସକାଳ ସୁଦ୍ଧା ତମ ମା ପଇସା ଆଣି ଦେଇଦେବି। ଟଙ୍କାଟା ଏକର ସେକର ହବନି। ତମେ ଖାଲି ଟିକେ ପକେଇ ଦିଅ। ଯଦି ହବ ମୁଁ ହେଇ ଗଲି ଆଇଲି ମେଘ ପବନ ବି ଆଇଲାଣି। ତା ଛଡା ମୋ ନାଁ ମୋ ମୋବାଇଲ ନମ୍ବର ଦରକାର ପଡ଼ିଲେ ମୋ ଆଧାର କାର୍ଡ ନମ୍ବର ବି ମୁଁ ଦେଇଦଉଛି। କିଛି ବ୍ୟସ୍ତ ହବାର ନାହିଁ। ଆର ଗାଁରେ ଆମ ଘର ବୁଝିପାରୁଛ। କିଛି ବ୍ୟସ୍ତ ହବନି। ମୋ ଭାଇଟା କିଏ ଲୋ ମୁଁ ନେଇଯାଉଛି କାହିଁକି ନା ମୋ ମନକୁ ପାଇଛି ଏକାଥରେ। ମତେ ଆଉ ମନା କର ନା। ଏ ଜିନିଷ ଆଉ ମିଳିବ? ଏ ଭଲ ଭେରାଇଟି ଟା ତମେ ଦେଇଛ। ରଖ ମୋ ଭାଇଟା କିଏ ରଖ। ଭଲା ମଣିଷ 100 ଟଙ୍କା ଦେଇକି ଏତେ ଗୁଡା ମାଲ ନେଇ ପଳେଇଗଲା। କାହିଁ ଏ ବେପାର କରିବ?